ଆପଣ ଯେତେବେଳେ ଉନ୍ମୁକ୍ତ ସାଗର ବକ୍ଷରେ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେବେ, ଆପଣଙ୍କୁ ସେତେବେଳେ 3ଟି ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ହେବ। ଆପଣଙ୍କର ଅବସ୍ଥିତି, ଆପଣଙ୍କର ଲକ୍ଷ୍ୟସ୍ଥଳ ଏବଂ ଆପଣଙ୍କର ଯାତ୍ରା ପଥ। ଏକ ମାନଚିତ୍ରକୁ ଦେଖି ଦେଖି ଏବଂ ଦିଗ ନିର୍ଣ୍ଣୟ ଯନ୍ତ୍ର ବ୍ୟବହାର କରି ଆପଣ ଆପଣଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇପାରିବେ। କିନ୍ତୁ ଯାତ୍ରା କରିବା ବେଳେ ଏକ ନିର୍ଦ୍ଦିଷ୍ଟ ସମୟରେ ଆପଣ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣିବା ହେଉଛି ସବୁଠାରୁ କଷ୍ଟକର ବ୍ୟାପାର। ପ୍ରତିକୂଳ ପାଗ ଅର୍ଥାତ୍ ପ୍ରବଳ ବାତ୍ୟା, ଉତ୍ତାଳ ତରଙ୍ଗ ଲହଡ଼ି ଏବଂ କ୍ଷୀଣ ଦୃଶ୍ୟମାନ୍ୟତା ଏ ପ୍ରକାର ପରିସ୍ଥିତି ସୃଷ୍ଟି କରେ, ଯାହାକି ଅନେକ ସମୟରେ ନାବିକମାନଙ୍କୁ ବଡ଼ ଦ୍ୱନ୍ଦ୍ୱରେ ପକାଇ ଦିଏ। ମୁଁ ଜଣେ ନାବିକଙ୍କ ବିଷୟରେ ଶୁଣିଛି ଯେ କି ଭୂମଧ୍ୟ ସାଗରରେ ଗୋଆ ବନ୍ଦରରୁ ଗୋଆର ଦକ୍ଷିଣାଞ୍ଚଳରେ ଥିବା ଅନ୍ୟ ଏକ ବନ୍ଦରକୁ ଜଳଯାତ୍ରା ଆରମ୍ଭ କଲେ। ଦିଗ ଦର୍ଶନ ପାଇଁ ନିଜ ଅନୁମାନ ଉପରେ ନିର୍ଭର କରି 2 ଘଣ୍ଟା ଯାତ୍ରା କରିବା ପରେ ସେ ଦୂର ଦିଗ୍ବଳୟରେ ଗୋଟିଏ ସହରକୁ ଠାବ କଲେ ଏବଂ ସେ ଆଡ଼କୁ ଜାହାଜ ଚଳେଇ ନେଲେ। ସେଠାରେ ପହଞ୍ଚିବା ପରେ ସେ ଆବିଷ୍କାର କଲେ ଯେ ସେହି ସହର ଥିଲା ଗୋଆର ସେହି ବନ୍ଦର ଯେଉଁଠାରୁ ସେ ପ୍ରଥମେ ଯାତ୍ରା ଆରମ୍ଭ କରିଥିଲେ। ପ୍ରିୟ ବନ୍ଧୁଗଣ, ନାବିକ ଜଣକ ଦିଗହରା ହୋଇ ପୁନର୍ବାର ଘୁରି ଆସି ସେହି ସ୍ଥାନରେ ପହଞ୍ଚିଥିଲେ। ଠିକ୍ ସେହିପରି ଈଶ୍ୱରଙ୍କର ଅନୁଗାମୀ କିଭଳି ଭାବେ ଆତ୍ମିକ ଜୀବନରେ ଦିଗହରା ନ ହୋଇ ଯଥାର୍ଥ ପଥରେ ରହିପାରିବ, ସେ ବିଷୟରେ ତାଙ୍କର ଜଣେ ଦାସ ପରାମର୍ଶ ଦେଇ କହନ୍ତି ଯେ ବିଶ୍ୱାସ ଓ ସୂଚି ବିବେକ ଧରି ରଖ। ଆମେ ଏହା କରିପାରିବା ଯଦି ଆମେ ସାବଧାନତା ସହିତ ଈଶ୍ୱରଙ୍କର ବାକ୍ୟକୁ ଅଧ୍ୟୟନ କରିବା, ତାଙ୍କର ଆଜ୍ଞା ସବୁ ପାଳନ କରିବା ଏବଂ ପ୍ରତି ମୁହୂର୍ତ୍ତରେ ତାଙ୍କର ସାହାଯ୍ୟ ଉପରେ ନିର୍ଭର କରିବା। ପ୍ରିୟ ବନ୍ଧୁ, ଆପଣଙ୍କର ଯାତ୍ରା କେମିତି ଚାଲିଛି? ଆପଣ ଉପଯୁକ୍ତ ପଥରେ ଅଛନ୍ତି ତ? ଶୁଣନ୍ତୁ, ବିଶ୍ୱାସରେ ଓ ପବିତ୍ରତାରେ ଜୀବନ କାଟି ଯଥାର୍ଥ ପଥରେ ଚାଲୁଥାନ୍ତୁ, ତାହେଲେ ନିରାପଦରେ ସ୍ୱଗୃହରେ ପହଞ୍ଚିବେ। ଈଶ୍ୱରଙ୍କର ବାକ୍ୟ କହେ, ଶୁଦ୍ଧ ହୃଦୟ, ସୂଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ, ତାହା ଧର୍ମଶିକ୍ଷାର ଉଦ୍ଦେଶ୍ୟ ଅଟେ। ଯଥାର୍ଥ ପଥରେ ରହିବା ପାଇଁ ହେଲେ ଈଶ୍ୱରଙ୍କର ବାକ୍ୟ ରୂପକ କମ୍ପାସ ଉପରେ ଭରସା ରଖନ୍ତୁ।